ଆଜିର ଏହି ଆନ୍ତର୍ଜାତୀୟ ପଖାଳ ଦିବସ ଅବସରରେ ଓଡ଼ିଶାରେ ମୋର ଓଡ଼ିଆ ଭାଇ ଭଉଣୀମାନଙ୍କୁ ଆଉ ମାଆମାନଙ୍କୁ ଆଉ ବନ୍ଧୁମାନଙ୍କୁ ତଥା ଭାରତବର୍ଷରେ ରହୁଥିବା ଓଡ଼ିଆମାନଙ୍କୁ ଏବଂ ଭାରତବର୍ଷରେ ରହୁଥିବା ଓଡ଼ିଆ ଖାଦ୍ୟକୁ ଭଲ ପାଉଥିବା ବନ୍ଧୁମାନଙ୍କୁ ଏବଂ ଆନ୍ତର୍ଜାତୀୟ ସ୍ତରରେ ଅନ୍ୟ ଦେଶରେ ରହୁଥିବା ଓଡ଼ିଶାର ଭାଇ ଭଉଣୀମାନଙ୍କୁ ମୋର ଆଜିର ଏହି ପଖାଳ ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। 2011 ମସିହାରେ ପ୍ରଥମେ ଆମର ଓଡ଼ିଶାର ଖାଦ୍ୟକୁ ଦେଶ ତଥା ଆନ୍ତର୍ଜାତୀୟ ସ୍ତରରେ ଆକୁ ଲୋକଲୋଚନକୁ ଆଣିବା ପାଇଁ ଯେଉଁ ପ୍ରୟାସ ହେଇଥିଲା ଏବଂ ସେଇଥିରେ ପ୍ରତିବର୍ଷ ମାର୍ଚ୍ଚ ମାସ 20 ତାରିଖକୁ ଆନ୍ତର୍ଜାତୀୟ ପଖାଳ ଦିବସ ରୂପେ ଆମେ ପାଳନ କରି ଆସୁଛୁ। ଏହି ପଖାଳ ଯେ ଆମ ଓଡ଼ିଆମାନଙ୍କର ପ୍ରଥମ ଖାଦ୍ୟ କହିଲେ ଚଳେ, କାରଣ ଗାଁ ଗହଳିରେ ଗରିବ ଲୋକ ସେମାନେ ପଖାଳ ଉପରେ ନିର୍ଭର କରନ୍ତି। ପଖାଳ ଖାଇଲେ ଦେହ ସତେଜ ରହେ ଏବଂ ଥଣ୍ଡା ରହେ, ପେଟ ଥଣ୍ଡା ରହେ ଏବଂ ଆତ୍ମତୃପ୍ତି ଲାଗେ। ପଖାଳ ସହିତ ଯାହା ଖାଇଲେ ବି ବହୁତ ଭଲ ଲାଗେ। ଶାଗ ଖାଅ, ଶାଗ ସହିତ ଶାଗ ପଖାଳ, ବାଇଗଣ ଭର୍ତ୍ତା, ଆଳୁ ଭର୍ତ୍ତା ଟିକେ କରିଦିଅ, ଯେକୌଣସି ପୋଡ଼ାପୋଡ଼ି କରିକି ମଧ୍ୟ ପଖାଳ ସହିତ ଖିଆଯାଏ। ମୁଖ୍ୟତଃ ପଖାଳ ହେଉଛି ଆମ ଓଡ଼ିଶାର ଯେତିକି ସବୁ ମୁଖ୍ୟ ଖାଦ୍ୟ ରହିଛି ସେମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ମୁଖ୍ୟ ଖାଦ୍ୟ କହିଲେ ଚଳେ। କେବଳ ଗାଁ ଗହଳିରେ ନୁହଁ, ଗରିବ ଲୋକ ନୁହଁ, ପ୍ରତ୍ୟେକ ଲୋକ, ଧନୀଶାଳୀ ଲୋକ ଏବଂ ଏବେ ଆଜିକାଲି ବଡ଼ ବଡ଼ ହୋଟେଲରେ ମଧ୍ୟ, ଷ୍ଟାର ହୋଟେଲରେ ପଖାଳକୁ ଆମେ ପରିବେଷଣ କରିଥାଉ ଏବଂ ତାକୁ ପଖାଳକୁ ଖାଇବା ପାଇଁ ସେଠି ଯାଇକି ବହୁତ ଭିଡ଼ ଲାଗନ୍ତି। ଅଧିକ ପଇସା ଦେଇକି ମଧ୍ୟ ଲୋକେ ପଖାଳର ସ୍ୱାଦକୁ ପାଇବା ପାଇଁ ପଖାଳକୁ ଖାଆନ୍ତି। ତେଣୁ ଏହି ଅବସରରେ ଆମେ ଆଜି ଆମ ଘରେ ପଖାଳ ଦିବସ ପାଳନ ଅବସରରେ ସବୁ ବହୁତ ଆଇଟମ୍ ହେଇଛି। ସେଥିରେ ଇଏ ହେଉଛି ପଖାଳ ଭାତ ସହିତ ଏଥିରେ ଦହି ପଡ଼ିଛି, ତା ସହିତ ଏସବୁ ପିଆଜ ଏମିତି ଏସବୁ ରହିଛି। ଇଏ ମାଛ ଭଜା, ବଡ଼ ମାଛ, ଇଏ ଛୋଟ ମାଛ ଭଜା, ବାଇଗଣ ଭର୍ତ୍ତା, ଇଏ ଟମାଟୋ ଖଟା, ଆଳୁ ଭର୍ତ୍ତା, କାକୁଡ଼ି ଖଣ୍ଡ ଅଛି, ମୁଖ୍ୟତଃ ଶାଗ ଭଜା ଅଛି, ଆଉ ସଜନା ଛୁଇଁ ବେସର ଅଛି ଏବଂ ବଡ଼ି ଚୁରା। ତେଣୁ ମୋର ଏହି ଅବସରରେ ମୋର ଓଡ଼ିଶାରେ ଯେତିକି ଭାଇ ଭଉଣୀମାନେ ଅଛନ୍ତି, ଓଡ଼ିଶାର ମୋର ଯେତିକି ଓଡ଼ିଶାବାସୀ ଏବଂ ଭାରତରେ ରହୁଥିବା ଆମର ଓଡ଼ିଶାର ଲୋକ ସମସ୍ତେ ଏଇସବୁ ଜିନିଷ, ଏଇ ପଖାଳ ଦିବସକୁ ସେମାନେ ପାଳନ କରିବା ଉଚିତ ଏବଂ ଅନ୍ୟ ଷ୍ଟେଟ୍ର ଲୋକମାନଙ୍କୁ ମଧ୍ୟ ଜଣାଇବା ଦରକାର ଏଇ ପଖାଳ ସହିତ ପଖାଳ କେତେ ସ୍ୱାଦିଷ୍ଟ ଏବଂ ୟାକୁ ମଧ୍ୟ ଶକ୍ତିବର୍ଦ୍ଧକ ଭାବେ ଗଣାଯାଇଛି ଏବଂ ଇଏ ପେଟକୁ ଥଣ୍ଡା ରଖିବା ସହିତ ପେଟର ଯାବତୀୟ କିଛି ଗୋଳମାଳକୁ ମଧ୍ୟ ଇଏ କିଛି ପରିମାଣରେ ଭଲ କରିଥାଏ। ତେଣୁ ଏହି ଅବସରରେ ମୋର ସମସ୍ତଙ୍କ ଅନୁରୋଧ, ପ୍ରତିବର୍ଷ ଆପଣମାନେ ଏହି ପଖାଳ ଦିବସକୁ ପାଳନ କରିବା ଅବସରରେ ଭଲ ଖାଇବାର ଉପଲବ୍ଧି କରନ୍ତୁ। ମୋର ସାନ ଝିଅ ଶୁଭଦାତ୍ରୀ ଦାସ, ସେ ଆଜି ଇଏ ପଖାଳ ଦିବସ ଅବସରରେ ସବୁ ପଖାଳ ଏବଂ ଆନୁଷଙ୍ଗିକ ଯାହା ଭଜା, ମାଛ ଭଜା, ବଡ଼ି ଚୁରା, ଆଉ ଛୁଇଁ ବେସର, ଶାଗ, ଇଏ କ'ଣ ମିକ୍ସଚର ବି ଥୁଆ ହେଇଛି, ଆଉ ଏଠି ଖଟା ଅଛି, ତାପରେ ବାଇଗଣ ଭର୍ତ୍ତା, ଟମାଟୋ ଖଟା, ଆଉ ଇଏ କଖାରୁ ଫୁଲ ପିଠଉ ଏସବୁ ତିଆରି କରିଛି। ଦେଖିବା ମୁଁ କେମିତି କ'ଣ ଲାଗୁଛି। ଛୁଇଁ ବେସର ତ ଏକଦମ ଦ ବେଷ୍ଟ, ଏତେ ବଢ଼ିଆ, ବାପା ଆରେ ବାଃ।
ସଜନା ଛୁଇଁ ବେସରରୁ ମୁଁ ଆରମ୍ଭ କଲି। ସଜନା ଛୁଇଁଟା ଏତେ ଭଲ ହେଇଛି। ମାଛ ଭଜା ତ একদম ଟେରିଫିକ୍ ହେଇଛି। ବହୁତ ଭଲ ହେଇଛି। ଆଉ ତାପରେ ଅତ୍ୟଧିକ ଆଇଟମ୍ ଟିକେ ହେଇଗଲା। ଇଏ ହେଲା ବଡ଼ି ଚୁରା। ପଖାଳ ସହିତ ବଡ଼ି ଚୁରା ଯିଏ ଖାଇଛି ସେ ତା ମଜା ଜାଣିଛି। ଅତି ସ୍ୱାଦିଷ୍ଟ। ଏଇ ଦିନକୁ ମୁଁ ବର୍ଷକ ଆଗରୁ ଅପେକ୍ଷା କରିକି ରହିଥିଲି। ମୋବାଇଲରେ ଆଲାର୍ମ ଦେଇକି ରଖିଥିଲି। ତେଣୁ ସକାଳ 6ଟା ବେଳୁ ଉଠିଲା ବେଳକୁ ସେ ଆଲାର୍ମ ବାଜିଲା ଯେ ଆଜି ହେଉଛି ପଖାଳ ଦିବସ। ସକାଳୁ ଉଠିକି ଯାଇକି ପ୍ରଥମେ ଯାଇକି ମୁଁ ମାଛ ମାର୍କେଟରୁ ବଡ଼ ଭାକୁର ମାଛ ଆଣିଲି। ତା ସହିତ ଛୋଟ ମହୁରାଳି ମାଛ, ଭଲ ଶାଗ ସବୁ ମାର୍କେଟରୁ ଧରିକି ଆସିକି ପହଞ୍ଚିଲି। ଘରେ ମୋ ଝିଅ ଶୁଭଯାତ୍ରୀ ଦାସ ଏବଂ ତା ମା ମୋ ସହଧର୍ମିଣୀ ତାରାମଣୀ ଦାସ ଉଭୟ ବହୁତ ତତ୍ପରତାର ସହିତ ବହୁତ ଶୀଘ୍ର ପଖାଳକୁ ଦହି ପକାଇ ଏବଂ ଏସବୁ ଆଇଟମ୍ ସେମାନେ କରିଦେଇଛନ୍ତି, ଯାହାକି ବହୁତ ସ୍ୱାଦିଷ୍ଟ ଲାଗୁଛି, ବହୁତ ଭଲ ହେଇଛି। ଏବଂ ମୋର ଯେଉଁ ଯାହା ଆକାଂକ୍ଷା ଥିଲା, ଆଶା ଥିଲା ଯେ ମୁଁ ପଖାଳ ଦିବସଟିକୁ ମୋ ଅନୁସାରେ, ମୋ ଷ୍ଟାଣ୍ଡାର୍ଡ଼ ଅନୁସାରେ, ମୋ ସାମର୍ଥ୍ୟ ଅନୁସାରେ ମୁଁ ଭଲ ଭାବରେ କଟେଇକି ଭଲ ଭାବେ ଏନ୍ଜୟ କରିବି ପଖାଳ ଦିବସକୁ। ଆଉ ତାହା ଆଜି ଫଳପ୍ରଦ ହେଇଛି, ସାକାର ହେଇଛି। ତେଣୁ ସେଥିପାଇଁ ମୁଁ ବହୁତ ଖୁସି। ଏବଂ ଏଇ ଅବସରରେ ମୁଁ ସମସ୍ତଙ୍କୁ ଅନୁରୋଧ କରିବି, ଆପଣମାନେ ଆଜି ପଖାଳ ଦିବସକୁ ପାଳନ କରିବା ସହିତ ଅନ୍ୟମାନଙ୍କୁ କୁହନ୍ତୁ ସେମାନେ ମଧ୍ୟ ପଖାଳ ଦିବସକୁ ଉପଭୋଗ କରନ୍ତୁ, ଏନ୍ଜୟ କରନ୍ତୁ। ଧନ୍ୟବାଦ।